ମୁଁ ଜାଣିଛି ଆପଣ ବିଭିନ୍ନ ପ୍ରକାର ୱେରେ ମାଛକୁ ଭାଜିଥିବେ, କେତେବେଳେ ସୋରିଷ ଦେଇ ଭାଜିଥିବେ କିମ୍ବା ମସଲା ଦେଇକି ଭାଜିଥିବେ, କିନ୍ତୁ ଏମିତି କେବେ ଭାଜି ନଥିବେ। ସେଥିପାଇଁ ମୁଁ ଆପଣମାନଙ୍କ ପାଇଁ ଆଜି ଆଣିଛି ଗୋଟେ ୟୁନିକ୍ ଆଉ ଅଲଗା ଷ୍ଟାଇଲର ମାଛ ଭଜାର ରେସିପି। ଆପଣ এই ରେସିପିକୁ ଥରେ ଟ୍ରାଏ କରନ୍ତୁ, ଦେଖିବେ ଏହିପରି ଭାବରେ ମାଛକୁ ବାରମ୍ବାର ଭାଜିବେ। ତାହେଲେ ଆପଣମାନଙ୍କୁ ଅନୁରୋଧ ରହିଲା ମୋର ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ରେସିପିଟିକୁ ଜାଣିବା ପାଇଁ। ନମସ୍କାର, ଜୟ ଜଗନ୍ନାଥ। ମୁଁ ମୋ ଚ୍ୟାନେଲ ସିଜନ୍ସ ଆଣ୍ଡ ବାଇଟ୍ସରେ ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ତାହେଲେ ଚାଲନ୍ତୁ ରେସିପିଟି ଷ୍ଟାର୍ଟ କରିନେବା। ମାଛ ଭଜାର এই ରେସିପିଟି ପାଇଁ ମୁଁ ନେଇଯାଇଛି ମାଛ, ଆଉ ମାଛ ଏଇଠି ମୁଁ ବିନା କଣ୍ଟା ବାଲା ମାଛ ନେଇଛି, ମାନେ ମଝି କଣ୍ଟା ଅଛି କିନ୍ତୁ ଛୋଟ ଛୋଟ କଣ୍ଟା এই ମାଛର ନାହିଁ। ଆପଣ ଯୋଉ ପ୍ରକାରର ବଡ଼ ମାଛ ନେଲେ ଚଳିବ, ତାକୁ ଏଇପରି ଭାବରେ ପିସ୍ ପରିକା କାଟି ନେବେ। ମାଛକୁ ଭଲ ଭାବରେ ଧୋଇଦେବେ। ପ୍ରଥମେ ମାଛକୁ ଧୋଇ ଦେଇକି ସେଇଥିରୁ ଭଲ ଭାବରେ ପାଣି ନିଗାଡ଼ି ଦେବେ। ଆଉ ମନେ ରଖିଥିବେ ଏଇ ରେସିପି ପାଇଁ ଆମେ ଗୋଟେ ଅଲଗା ମ୍ୟାରିନେସନ କରିବା, ଆଉ ସେଥିପାଇଁ ମୁଁ ଏଇଠି ଆପଣମାନଙ୍କୁ ସବୁ ଇନଗ୍ରିଡିଏଣ୍ଟ ଦେଖେଇ ନେଉଛି। ମାଛକୁ ମୁଁ ସାଇଡରେ ରଖି ନେଇଛି। ଆଉ ଏବେ ଦେଖନ୍ତୁ ଏଇଠି ମୁଁ ନେଇଯାଇଛି 1 ଇଞ୍ଚ ଅଦା। ଅଦାକୁ ଆମେ ଚୋପା ଛଡ଼େଇଦେବା ଭଲ ଭାବରେ। ତା ସହିତ ଏଇଠି ନେଇଯିବା 8ରୁ 10ଟି ରସୁଣ, ଯାହାକୁ ଆମେ ଚୋପା ଛଡ଼େଇ ନେବା। ଆଉ ନେଇଯିବା 3ରୁ 4ଟି ଲଙ୍କା। ୟାକୁ ଆପଣ ଦରଖଣ୍ଡିଆ କରିକି ଛେଚି ନେବେ, କୌଣସି କୁଟଣ ସାହାଯ୍ୟରେ ଛେଚି ନେବେ, କିନ୍ତୁ ଗ୍ରାଇଣ୍ଡିଙ୍ଗ କରିବେ ନାହିଁ, ଫାଇନ ପେଷ୍ଟ କରିବେ ନାହିଁ। ତା ସହିତ ନେଇଯିବା ଆମେ ଏଇଠି ଭୃଷଙ୍ଗ ପତ୍ର। ଭୃଷଙ୍ଗ ପତ୍ରକୁ ନିହାତି ମାଛ ରେସିପିରେ ସଦାବେଳେ ବ୍ୟବହାର କରିବେ, ଯାହାଦ୍ୱାରା କି ମାଛ ଆମର ଆମିଷ ବାସ୍ନା ହବ ନାହିଁ, ଆଉ ବାସ୍ନା ସହିତ ଆମର ସ୍ୱାଦ ମଧ୍ୟ ବହୁତ ଭଲ ଆସିଥାଏ। ପ୍ରଥମେ ନେଇଯିବା ଗୋଟେ ପ୍ଲେଟରେ ଆମେ ପ୍ରଥମେ ନେଇଯିବା 2 ଛୋଟ ଚାମଚ ଧନିଆ ଗୁଣ୍ଡ। ଧନିଆ ଗୁଣ୍ଡକୁ ଆମେ ପ୍ଲେଟରେ ପକେଇଦେବା, ସବୁଆଡ଼କୁ ସ୍ପ୍ରେଡ କରିନେବା। ସେଇ ସେମ୍ ପରିମାଣର ନେଇଯିବା ଆମେ ଜିରା ଗୁଣ୍ଡ। ଜିରା ଗୁଣ୍ଡ ମଧ୍ୟ ଆପଣ ଧନିଆ ଗୁଣ୍ଡ ପରୀକ୍ଷା ଭଲ ଭାବରେ ସବୁଆଡ଼େ ସ୍ପ୍ରେଡ କରିନେବେ। ସବୁ ମସଲାର କ୍ୱାଣ୍ଟିଟି ଟିକେ এই ରେସିପିରେ ଆପଣ ବେଶୀ ରଖିବେ। ଏବେ ନେଇଯିବା ସେଇଥିରେ 2 ଛୋଟ ଚାମଚ ହଳଦୀ ଗୁଣ୍ଡ। ତା ସହିତ ନେଇଯିବା 2 ବଡ଼ ଚାମଚ କାଶ୍ମୀରୀ ରେଡ୍ ଚିଲି ପାଉଡର, ଯାହାକି ଆମର ରେସିପିରେ ବହୁତ ଭଲ କଲର ଆଡ୍ କରିବ। ଆପଣ ଯଦି ବେଶୀ ରାଗ ଖାଉଥିବେ ତାହେଲେ ରାଗ ଲଙ୍କା ଗୁଣ୍ଡ ଏଇଥିରେ ଆଡ୍ କରିପାରିବେ। ତା ସହିତ ନେଇଯିବା ଗୋଟେ ଛୋଟ ଚାମଚ ଗରମ ମସଲା ପାଉଡର। ଆଉ ଏବେ ନେଇଯିବା ଆମେ ଗୋଟେ ଛୋଟ ଚାମଚ ଫିସ୍ ମସଲା ପାଉଡର। ଯଦି ଆପଣଙ୍କ ପାଖରେ ଫିସ୍ ମସଲା ପାଉଡର ନାହିଁ ତାହେଲେ ନ ପକେଇଲେ ମଧ୍ୟ ଚଳିବ, ଏଇ ସ୍ଟେପକୁ ସ୍କିପ୍ କରିପାରିବେ। ଏବେ ପକେଇ ନେବା ଆମେ ସେଇଥିରେ ଗୋଟେ ବଡ଼ ଚାମଚ ଗୋଲମରିଚ ପାଉଡର। ଗୋଲମରିଚକୁ ଆପଣ ଦରଖଣ୍ଡିଆ ମଧ୍ୟ ବାଟିକି ପକେଇ ପାରିବେ। ଏବେ ପକେଇ ନେବା ଆମେ ସେଇଥିରେ ବେସନ। ପାଖାପାଖି ଏଇଠି ମୁଁ 4 ବଡ଼ ଚାମଚ ବେସନ ପକେଇ ନେଇଛି। କୌଣସି ବି ଇନଗ୍ରିଡିଏଣ୍ଟ ନ ପକେଇଲେ ଚଳିବ, କିନ୍ତୁ ବେସନ ଏଇଥିରେ ନିହାତି ଆଡ୍ କରିବେ। ବେସନକୁ ପକେଇ ଦେଇକି ଆମେ ଏଇଥିରେ ପକେଇ ନେବା ଏବେ ଦହି। ପାଖାପାଖି 2 ବଡ଼ ଚାମଚ ଦହି ପକେଇ ନେବା। ତା ସହିତ ପକେଇ ନେବା ଗୋଟେ ଛୋଟ ଚାମଚ ଏଇଠି ଆମେ ପକେଇ ନେବା ଲେମ୍ବୁ ରସ। এই 2ଟି ଜିନିଷ ପକେଇଲେ ଆମର ରେସିପିଟି ଟିକେ ଖଟା ଲାଗିବ, ମାନେ ମାଛ ଭଜାଟି ଟିକେ ଖଟା ଲାଗିବ, ଆଉ ପାଟିକୁ ବହୁତ ସୁଆଦିଆ ଲାଗିବ। ଏବେ ଚାଲନ୍ତୁ ଆମେ ଯୋଉ ଅଦା ରସୁଣ ଆଉ କଞ୍ଚା ଲଙ୍କା ରଖିଥିଲେ ତାକୁ ଛେଚି ନେବା। ଯେହେତୁ ମୋତେ ୟାକୁ ପୁରା ଫାଇନ ପେଷ୍ଟ କରିବାର ନାହିଁ, ସେଥିପାଇଁ ଗ୍ରାଇଣ୍ଡିଙ୍ଗ ଜାର ବ୍ୟବହାର କରିନି, କୁଟଣରେ ହିଁ ମୁଁ ତାକୁ କୁଟି ନେଇଛି ଭଲ ଭାବରେ। ଆଉ ଏଇପରି ଭାବରେ ଆପଣ ଖଦଡ଼ ରଖିବେ, ତାକୁ ଫାଇନ ପେଷ୍ଟ କରିବେ ନାହିଁ। ତାକୁ ଖଦଡ଼ ପକେଇ ଦେଇକି ଆମେ ପୁଣି ଥରେ ସେଇ ମ୍ୟାରିନେସନରେ ପକେଇ ନେବା। ଏବେ ପକେଇ ନେବା ସେଇଥିରେ ଆମେ ମାଛର କ୍ୱାଣ୍ଟିଟି ଦେଖିକି, ତା ସହିତ ମସଲାର କ୍ୱାଣ୍ଟିଟି ଦେଖିକି ସେଇଥିରେ ଲୁଣ। ପାଖାପାଖି ମୁଁ 2 ଛୋଟ ଚାମଚ ଏଇଥିରେ ଲୁଣ ପକେଇ ନେଇଛି। ଯେହେତୁ ଆମର ଖଟା ପଡ଼ିଛି ସେଥିପାଇଁ ଲୁଣର ମାତ୍ରାକୁ ସ୍ଲାଇଡ୍ ବେଶୀ ରଖିବେ। ଏବେ ଶେଷରେ ଆମେ ସେଇଥିରେ ଆଡ୍ କରିଦେବା ଭୃଷଙ୍ଗ ପତ୍ର। ଭୃଷଙ୍ଗ ପତ୍ରକୁ ଆଡ୍ କରିଦେଇକି ଆମେ ମସଲାକୁ ବିନା ପାଣିରେ ଭଲ ଭାବରେ ଟିକେ ଗୋଳେଇ ନେବା। ତାପରେ ଅଳ୍ପ ଅଳ୍ପ ପାଣି ଦେଇକି ତାକୁ ଭଲ ଭାବରେ ଗୋଟେ ମ୍ୟାରିନେସନର କୋଟ୍ ପ୍ରସ୍ତୁତ କରି ନେବା। ବେଶୀ ପାଣି ଏଇଥିରେ ଆଡ୍ କରିବା କିଛି ଦରକାର ପଡ଼ିବ ନାହିଁ, 1/4 କପ୍ ସଫିସିଏଣ୍ଟ ହେଇଯିବ ଏଥିପାଇଁ। ସେଥିପାଇଁ ଦେଖନ୍ତୁ ଅଳ୍ପ ଅଳ୍ପ ପାଣି ଦେଇକି ଆପଣ ତାକୁ ଭଲ ଭାବରେ ଏଇଠି ଗୋଳେଇ ନେବେ। ଗୋଳେଇ ସାରିଲା ପରେ ଆପଣ ଦେଖିପାରୁଥିବେ ଏଇପରି ଭାବରେ କନସିଷ୍ଟେନ୍ସି ରଖିବେ, ତାକୁ ବେଶୀ ପାଣିଆ କରିବେ ନାହିଁ କିମ୍ବା ବେଶୀ ଗାଢ଼ା ମଧ୍ୟ କରିବେ ନାହିଁ। ଇଏ ଏବେ ରେଡି ହେଇଗଲା। ଏବେ ଆମେ ସବୁ ମାଛକୁ ଏଇଥିରେ ପକେଇ ନେବା। ମସଲାକୁ ଆମେ ମାଛ ଦେହରେ ଭଲ ଭାବରେ ଟିକେ ପ୍ରେସ୍ କରି କରି ଭଲ ଭାବରେ କଟିଂ କରି ନେବା, ଭଲ ଭାବରେ ଗୋଳେଇ ନେବା। ଭଲ ଭାବରେ ଗୋଳେଇ ଦେଇକି ଆମେ ଏଇ ମାଛକୁ ରେଷ୍ଟ କରିବା ପାଇଁ 15 ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ ଛାଡ଼ିଦେବା। ଆପଣ ଯେତିକି ସମୟ এই ରେସିପିକୁ ରେଷ୍ଟ ଦେବେ, ମାନେ ମ୍ୟାରିନେସନକୁ ଯେତିକି ସମୟ ରେଷ୍ଟ ଦେବେ ସେତିକି এই ରେସିପିଟି ବହୁତ ଭଲ ଲାଗିବ। ଆପଣ ମ୍ୟାକ୍ସ ଟୁ ମ୍ୟାକ୍ସ ଅଧଘଣ୍ଟେ ୟାକୁ ରେଷ୍ଟ କରିବା ପାଇଁ ଦେବେ। ମୁଁ ପାଖାପାଖି 15 ମିନିଟ୍ ପର୍ଯ୍ୟନ୍ତ ୟାକୁ ରେଷ୍ଟ କରିବା ପାଇଁ ଦେଇଥିଲି। 15 ମିନିଟ୍ ପରେ ମୁଁ ଦେଖନ୍ତୁ ଏଠି ଗ୍ୟାସ୍ ଉପରେ ପ୍ୟାନ୍ ବସେଇ ନେଇଛି, ଆଉ ସେଇଥିରେ ମୁଁ ପକେଇ ନେଇଛି 2 ବଡ଼ ଚାମଚ ସୋରିଷ ତେଲ। ସଦାବେଳେ ମାଛ ଛାଣୁଥିଲେ କିମ୍ବା ମାଛ ଭାଜୁଥିଲେ ଆପଣ ସୋରିଷ ତେଲର ବ୍ୟବହାର କରିବେ, ମାଛର ସ୍ୱାଦ ବହୁତ ବଢ଼ି ଯାଇଥାଏ।
ଆପଣ ଯଦି ଚାହୁଁନାହାନ୍ତି ସୋରିଷ ତେଲର ବ୍ୟବହାର କରିବା ପାଇଁ ଆପଣ ରିଫାଇନ୍ ତେଲ ମଧ୍ୟ ୟୁଜ୍ କରିପାରିବେ। ପ୍ୟାନ୍କୁ ଏଇଠି ଆମେ ଭଲ ଭାବରେ ଗରମ ହେବା ପାଇଁ ଦେବା। ଦେଖନ୍ତୁ ଏଇଠି ଭଲ ଭାବରେ ଗରମ ହେଇଗଲାଣି ପ୍ୟାନ୍ରୁ ଧୂଆଁ ବାହାରି ଆସିଲାଣି। ଏବେ ଆମେ ମାଛ ରଖିଥିଲେ ଯୋଉ ମ୍ୟାରିନେସନ କରିକି ତାକୁ ସବୁ ପକେଇ ନବା। ଆପଣଙ୍କୁ ଲାଗୁଥିବ ମାଛ ଭାଜି ହେଲା ବେଳେ ଏଇ ପରସ୍ତ ମାନେ ମସଲାର ପରସ୍ତ ଉଠି ଯାଇପାରେ, କିନ୍ତୁ ଏମିତି କିଛି ହବ ନାହିଁ। ଆପଣ ଥରେ ୟାକୁ ଭାଜିକି ଦେଖିବେ। ନନଷ୍ଟିକ ପ୍ୟାନରେ ମୁଁ ଏବେ ଭାଜୁଛି, ଆପଣ ଚାହିଁଲେ କୋଉ ତାୱାରେ ମଧ୍ୟ ଭାଜି ପାରିବେ। ବିଲକୁଲ ବି ଏଇଥିରେ ମସଲା ଛାଡ଼ିବ ନାହିଁ ମାଛ ଦେହରୁ। ଯେହେତୁ ବେସନ ଦେଇଛି ସେ ମାଛ ଆଉ ମସଲାକୁ ଭଲ ଭାବରେ ବାଇଣ୍ଡିଂ ଦବ, ବିଲକୁଲ ବି ମସଲା ଛାଡ଼ିବ ନାହିଁ। ମାଛକୁ ପକେଇ ସାରିଲା ପରେ ଆପଣ ଫ୍ଲେମ୍କୁ ଲୋ କରିଦେବେ ଆଉ ତାକୁ ଖୋଲା ଛାଡ଼ିଦେବେ, ବିଲକୁଲ ବି ଘୋଡ଼େଇବା ଦରକାର ନାହିଁ। ଏଇଠି ଦେଖନ୍ତୁ ଲୋ ଫ୍ଲେମ୍ରେ ସଦାବେଳେ କରିବେ, ମନେ ରଖିଥିବେ, କିନ୍ତୁ ହାଇ ଫ୍ଲେମ୍ରେ କରିବେ ନାହିଁ। ଯଦି ଆପଣ ହାଇ ଫ୍ଲେମ୍ରେ କରିବେ ତାହେଲେ ମାଛର ଉପର ଲେୟାରଟା ମାନେ ମସଲା ଲେୟାରଟା ପଡ଼ିଯିବ, କିନ୍ତୁ ଭିତରେ ମାଛ କୁକ୍ ହବ ନାହିଁ। ସେଥିପାଇଁ ହାଲକା ଫ୍ଲେମ୍ରେ ହିଁ କରିବେ, ଯାହାଫଳରେ କି ସେ ଧିମା ଧିମା ଆଞ୍ଚରେ ଭଲ ଭାବରେ ହେଇପାରିବ। ଏଇଠି ଦେଖନ୍ତୁ ଗୋଟେ ପଟ ହେଇସାରିଲା ପରେ ମୁଁ ତାକୁ ଓଲଟାଇ ଦେଉଛି। ଆଉ ଦେଖିପାରୁଥିବେ ଆପଣ ଏଇଠି ମସଲାର ପରସ୍ତ ବିଲକୁଲ ବି ଉଠୁନାହିଁ, ତଳ ଭଲ ଭାବରେ ଲାଲ ହେଇଯାଇଛି। ଖାଲି ଗୋଟେ ଜିନିଷ ମନେ ରଖିଥିବେ, ଆପଣ ସଫିସିଏଣ୍ଟ ତେଲ ଦେଇକି କରିବେ, ଭଲ ଭାବରେ ମାଛ ଉଠି ଆସିବ। ମାଛକୁ ଓଲଟାଇ ସାରିଲା ପରେ ମୁଁ ବଳକା ମସଲା କିଛି ଥିଲା ଯାହାକୁ ମୁଁ ପୁଣି ଥରେ ମାଛ ଦେହରେ ଦେଇ ଦଉଛି। लो फ्लेम्रे या भाजी नेबे, ताकू जेतेबेले देखिबे आपण गोटे साइड हो गलानी पुणी ताकू ओल्टेई देबे। एहीपरि भाबरे आपण करिवे। किछि समय भाजी सारला परे देखंतु आमर आउ तावारे बा प्यान रे ऑयल नाही माने तेल नाही। आउ एठी आपण देखि पारुथिबे आमर माछ भी पूरा कड़कड़िया हेकी भजा हे जाईची। आ बडा सुंदर देखा जाउची, बिल्कुल भी मसलार परस्त उठी नाही। आउ एठी मु प्यान को हल्ले की देखौची, बिल्कुल भी प्यान रे लागी नाही। एहीपरि भाबरे आपण ए रेसिपी टी को बने नेबे, देखिबे बिल्कुल भी प्यान रे किबा कड़े रे किबा तावा रे बिल्कुल भी मसला लागिबो नाही, आराम से उठी आसीबो हमरो माछ। थरे ए रेसिपी टी ट्राई करंतु आ मते कमेंट माध्यम रे निहाती कहिबे जे केमिति लागिला एई माछ भजा टी को खाइकी। एबे तो माछ भजा हमर रेडी हे गलानी, चालंतु याकू सर्व करि नबा। आपण एई माछ भजा सहित गरम भात खाई परिबे, पखाळ भात खाई परिबे किबा खाली पाटरे मध्ये खाई परिबे, बहुत टेस्टी लागिबो। निहाती ए रेसिपी टी को ट्राई करंतु। वीडियो टी भलो लागिथिले लाइक टे निहाती करिवे। वीडियो टी जदी पसंद आसीथिबो सांग साथी बंधु बांधव मानक सहित शेयर करिवे। मो चैनल रे जदी नुवा आछंती किबा मो चैनल को सब्सक्राइब करि नाहंती ताले प्लीज सब्सक्राइब करि नेबे। फेसबुक पेज रे जदी ए वीडियो टी को देखुछंती पेज टी को फॉलो करि नेबे। पुणी देखा हबो आ गोटे नुवा रेसिपी वीडियो रे। नमस्कार, जय जगन्नाथ।